ମେଷ ରାଶି ପାଇଁ ସେପ୍ଟେମ୍ବର ମାସର ମାସିକ ରାଶି ଫଳ। ମେଷ ରାଶି ଦ୍ୱାଦଶ ରାଶିଚକ୍ରର ପ୍ରଥମ ରାଶି। ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଙ୍ଗଳ ମହାଗ୍ରହ ମେଷ ରାଶିର ଅଧିପତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ସେପ୍ଟେମ୍ବର ମାସଟି ମେଷ ରାଶି ପାଇଁ ଶୁଭ ଫଳ ପ୍ରଦାନ କରୁନାହିଁ। ମେଷ ରାଶିର ଦ୍ୱାଦଶ ଭାବ ମୀନ ରାଶିରେ ଅବସ୍ଥିତ ବକ୍ରୀ ଶନି ଶରୀରର ଆଣ୍ଠୁଠାରୁ ପାଦ ପର୍ଯ୍ୟନ୍ତ ଅଙ୍ଗ ଉପରେ ପ୍ରଭାବ ପକାଉଥିବାରୁ ପାଦ ମକଚି ହୋଇଯିବା ବା ଭାଙ୍ଗିଯିବା ଭଳି ସମସ୍ୟା ପ୍ରଦାନ କରିପାରେ। ସେପ୍ଟେମ୍ବର ମାସ 13 ତାରିଖ ଠାରୁ ମେଷ ରାଶି ଅଧିପତି ମଙ୍ଗଳ ତାର ସପ୍ତମ ଭାବ ତୁଳା ରାଶିରେ ଅବସ୍ଥାନ କଲେ କ୍ରୋଧ ବା ରାଗଜନିତ କାରଣରୁ ବ୍ଲଡ଼ ପ୍ରେସର ଭଳି ସମସ୍ୟା ସୃଷ୍ଟି ହେବାର ବହୁତ ସମ୍ଭାବନା ରହୁଅଛି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ସେପ୍ଟେମ୍ବର ମାସଟି ମେଷ ରାଶି ପାଇଁ ଉତ୍ଥାନ ପତନର ମାସ ରହିବ। ଆୟ ଭାବରେ ଅବସ୍ଥିତ ରାହୁ ଏବଂ ରାହୁ ମହାଗ୍ରହଙ୍କ ଉପରେ ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟି ଆୟ ଭାବରେ ବୃଦ୍ଧି ଘଟାଇବ। ବିଭିନ୍ନ ଉପାୟରେ ବିଭିନ୍ନ ସୂତ୍ରରୁ ଲାଭର ପରିମାଣ ଆଶାଜନକ ରହିବ, କିନ୍ତୁ ବ୍ୟୟ ଭାବରେ ଅବସ୍ଥିତ ବକ୍ରୀ ଶନି ବ୍ୟୟ ବା ଖର୍ଚ୍ଚର ପରିମାଣ ଅହେତୁକ ଭାବରେ ବୃଦ୍ଧି କରାଇବ। ନିଜର ଅନିଚ୍ଛା ସତ୍ତ୍ୱେ ବଡ଼ ଧରଣର ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ତେଣୁ ସେପ୍ଟେମ୍ବର ମାସରେ ଖର୍ଚ୍ଚର ପରିମାଣ କମାଇ ପାରିଲେ କିଛି ପରିମାଣରେ ଅର୍ଥ ସଞ୍ଚୟ କରି ରଖିପାରିବେ। କ୍ୟାରିୟର ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମେଷ ରାଶି ପାଇଁ ସେପ୍ଟେମ୍ବର ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ମାସର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧରେ ଗ୍ରହରାଜ ସୂର୍ଯ୍ୟ ଭଲ ଫଳ ପ୍ରଦାନ କରୁଥିବାରୁ ଚାକିରି ବୃତ୍ତିରେ ସୁନାମ ଅର୍ଜନ କରିବେ। ପ୍ରମୋଶନର ଯୋଗ ରହୁଅଛି। ଉପରିସ୍ଥ ଅଧିକାରୀଙ୍କର ପ୍ରିୟପାତ୍ର ହେବେ, କିନ୍ତୁ ଦ୍ୱାଦଶ ଶନି କର୍ମ କରୁଥିବା ସ୍ଥାନର ପରିବର୍ତ୍ତନ କରିପାରେ, ବଦଳି ହେବାର ଭୟ ଦେଖାଯିବ। ମେଷ ରାଶିଜାତ ବ୍ୟକ୍ତି ବାଣିଜ୍ୟ ବେପାର କରୁଥିଲେ ଶୁକ୍ର ମହାଗ୍ରହଙ୍କ ଯୋଗୁଁ ବିଶେଷ ଭାବେ ଲାଭାନ୍ୱିତ ହୋଇପାରିବେ। ମେଷ ରାଶି ପାଇଁ ଘଟୁଥିବା ବୁଧାଦିତ୍ୟ ଯୋଗ ବେପାର କ୍ଷେତ୍ରରେ ଉଦ୍ୟୋଗ କରାଇ ବହୁତ ଧାଁ ଧପଡ଼ କରାଇବ, କିନ୍ତୁ ବ୍ୟବସାୟରୁ ଭଲ ଲାଭ ମଧ୍ୟ ପ୍ରଦାନ କରିବ। ବ୍ୟୟ ଭାବରେ ଅବସ୍ଥିତ ଶନି ବ୍ୟୟ ବା ଯାତ୍ରା ଜାଗାରେ ବସିଥିବାରୁ ବ୍ୟବସାୟ ଉଦ୍ଦେଶ୍ୟରେ ଦୂର ସ୍ଥାନକୁ ଯାତ୍ରା କରାଇପାରେ। ପାରିବାରିକ ଦୃଷ୍ଟିକୋଣରୁ ସେପ୍ଟେମ୍ବର ମାସ ମେଷ ରାଶି ପାଇଁ ସାମାନ୍ୟ ରହିବାର ସୂଚନା ମିଳୁଛି, କିନ୍ତୁ ମେଷ ରାଶିର ଦ୍ୱିତୀୟ ଭାବ ବା ପରିବାର ଭାବ ଉପରକୁ ଶନିଙ୍କର ଦୃଷ୍ଟି ରହୁଥିବା ଯୋଗୁଁ ପରିବାରର ସଦସ୍ୟମାନଙ୍କ ବିଚାରଧାରାରେ ବିରୋଧାଭାସ ଦେଖାଯାଇପାରେ। ପାରିବାରିକ ସମ୍ପତ୍ତିକୁ କେନ୍ଦ୍ର କରି ପରିବାରର ସଦସ୍ୟମାନଙ୍କ ମଧ୍ୟରେ ମନ ଫଟାଫଟି ହୋଇପାରେ। ତେଣୁ ମେଷ ରାଶିଜାତ ବ୍ୟକ୍ତି ଯଦି ନିଜ କ୍ରୋଧକୁ ନିଜ ନିୟନ୍ତ୍ରଣରେ ରଖିପାରନ୍ତି, ତେବେ ସବୁ କଥା ସହଜରେ ସମାଧାନ ହୋଇଯିବ। ପ୍ରେମ ଓ ପରିଣୟ ଦୃଷ୍ଟିରୁ ମେଷ ରାଶି ପାଇଁ ସେପ୍ଟେମ୍ବର ମାସ ଉପର ତଳ ହେଲା ଭଳି ସମୟ ରହିବ। ନିଜର ଉଗ୍ର କଥାବାର୍ତ୍ତା ପାର୍ଟନରଙ୍କ ମନରେ ଆଘାତ ଆଣିବାର ଯଥେଷ୍ଟ ସମ୍ଭାବନା ରହୁଅଛି। ତେଣୁ ନିଜ କଥାବାର୍ତ୍ତାରେ ସଂଯମତା ରକ୍ଷା କଲେ ପ୍ରେମ ସମ୍ପର୍କରେ ଶୁଭ ଫଳର ଆଶା କରାଯାଏ। ଦାମ୍ପତ୍ୟ ଜୀବନ ଶୁକ୍ର ମହାଗ୍ରହଙ୍କର ପ୍ରଭାବରୁ ବଡ଼ ହସ ଖୁସିରେ କଟିବ। ସର୍ବଦା ରୋମାଣ୍ଟିକ ମୁଡ୍ ରହିବା ସହିତ ଏକାଠି ଭ୍ରମଣ କରିବାର ମଜା ପାଇପାରିବେ। ଶିକ୍ଷାର୍ଥୀମାନଙ୍କ ପାଇଁ
ଯଥା ପୂର୍ବମ୍ ତଥା ପରମ୍ ଭଳି ଅବସ୍ଥା ରହିବ। ଏ ତ ଗଲା ମୋଟାମୋଟି ଭାବରେ ସେପ୍ଟେମ୍ବର ମାସ ପାଇଁ ମେଷ ରାଶିର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟୟ ହନୁମାନ ଚାଳିସା ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମେଷ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।